ଏମାନଙ୍କ ଆକାଉଣ୍ଟକୁ ଆସିବ 15,000 ସରକାରଙ୍କ ନୂଆ ବର୍ଷ ଉପହାର। ଯଦି ଆପଣ ଏକ ନୂଆ ଚାକିରି ଆରମ୍ଭ କରିବାକୁ ଯାଉଛନ୍ତି ଏବଂ ଏକ EPFO ଆକାଉଣ୍ଟ ପଞ୍ଜୀକରଣ କରିବାକୁ ଯାଉଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଖୁସି ଖବର। ଆସନ୍ତୁ ଆଜି ଆମେ ଜାଣିବା ଏହି ପ୍ରସଙ୍ଗ ବିଷୟରେ। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ, ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ଭିଡ଼ିଓ ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍, ସେୟାର, କମେଣ୍ଟ କରିଦେବେ। ତ ଚାଲନ୍ତୁ ଡେରି ନ କରିକି ଆଜିର ଏହି ଭିଡ଼ିଓଟିକୁ ଆରମ୍ଭ କରିବା। ସରକାର ଆପଣଙ୍କୁ 15,000 ଟଙ୍କା ଦେବାକୁ ଯାଉଛନ୍ତି। ଏଠାରେ ସମ୍ପୂର୍ଣ୍ଣ ବିବରଣୀ ଜାଣନ୍ତୁ। ନୂଆବର୍ଷ ପୂର୍ବରୁ ସରକାର ଯୁବପିଢ଼ିଙ୍କୁ ନୂଆବର୍ଷର ଉପହାର ଦେଇଛନ୍ତି। ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରାଳୟ ଏକ୍ସରେ ଟ୍ୱିଟ୍ କରି କହିଛି ଯେ ପ୍ରଧାନମନ୍ତ୍ରୀ ବିକାଶ ଭାରତ ରୋଜଗାର ଯୋଜନା ଅଧୀନରେ ସରକାର ପ୍ରଥମ ଥର ପାଇଁ ଚାକିରିରେ ପ୍ରବେଶ କରୁଥିବା ଏବଂ ପ୍ରଥମ ଥର ପାଇଁ ସେମାନଙ୍କର EPFO ଆକାଉଣ୍ଟ ଖୋଲିବା ପାଇଁ 15,000 ଟଙ୍କାର ପ୍ରୋତ୍ସାହନ ପ୍ରଦାନ କରିବେ। ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରାଳୟ ତାଙ୍କ ଟ୍ୱିଟ୍ରେ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ ପ୍ରଥମ ଥର ପାଇଁ ଆନୁଷ୍ଠାନିକ ନିଯୁକ୍ତି ପାଇଥିବା ଯୁବକ ଯୁବତୀମାନଙ୍କୁ 15,000 ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ପ୍ରଦାନ କରାଯିବ। ଅଧିକ ସୂଚନା ପାଇଁ ପରିଦର୍ଶନ କରନ୍ତୁ। ଏହି ରୋଜଗାର ଲାଭ କିପରି ନେବେ? ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଏହି 15,000 ଟଙ୍କା ରୋଜଗାର ଲାଭ ପାଇବା ପାଇଁ କର୍ମଚାରୀମାନଙ୍କୁ ପ୍ରଥମେ EPFOରେ ପଞ୍ଜୀକରଣ କରିବାକୁ ପଡ଼ିବ। ଏହାର ଅର୍ଥ ହେଉଛି, ଯଦି ଆପଣ ଚୁକ୍ତିଭିତ୍ତିକ ଭାବରେ କାମ କରୁଛନ୍ତି ଏବଂ ଆପଣଙ୍କର EPFO ଆକାଉଣ୍ଟ ନାହିଁ, ତେବେ ଆପଣ ଏହି ଯୋଜନା ପାଇଁ ଯୋଗ୍ୟ ହେବେ ନାହିଁ। ଆପଣଙ୍କର EPFO ଆକାଉଣ୍ଟ ଖୋଲିବା ପରେ ହିଁ ଆପଣ ସରକାରଙ୍କ ଠାରୁ ଏହି ପ୍ରୋତ୍ସାହନ ପାଇବ। କର୍ମଚାରୀମାନଙ୍କୁ ଯାଇ ପଞ୍ଜୀକରଣ କରିବାକୁ ପଡ଼ିବ। ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ଭଲ ଲାଗିଥିବ ଆଉ ଆପଣମାନେ ଭିଡ଼ିଓ ଦେଖି ସବୁକିଛି ବୁଝି ଯାଇଥିବେ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ, ଦୟାକରି ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍, ସେୟାର ଓ କମେଣ୍ଟ କରନ୍ତୁ। ଆଉ ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ଆପଣମାନଙ୍କୁ ଅନୁରୋଧ, ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଜି ପାଇଁ ଏତିକି। ପୁଣି ଦେଖା ହେବ ଆଉ ଏକ ଭିଡ଼ିଓରେ। ସେତେ ପର୍ଯ୍ୟନ୍ତ ମୁଁ ଦୀପୁ ଆପଣମାନଙ୍କଠାରୁ ବିଦାୟ ନେଉଛି। ରହୁଛି। ଧନ୍ୟବାଦ।